ଜୟ ଜଗନ୍ନାଥ ଆପଣମାନଙ୍କୁ ପ୍ରଜ୍ୟୋତିଷ ୱାର୍ଲ୍ଡକୁ ସ୍ୱାଗତ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟର ଚରିତ୍ର, ପ୍ରକାର, ଲକ୍ଷଣ, ସ୍ୱଭାବକୁ ନେଇକରି ପୁରୁଷକୁ 6 ପ୍ରକାରରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ଶଶକ। ଶଶକ ଜାତିର ପୁରୁଷମାନଙ୍କର ସୁନ୍ଦର, ସେମାନଙ୍କର ଶରୀର ହେଉଛି ସୁନ୍ଦର, ହାତ ଗୋଡ଼ ମଧ୍ୟ ବହୁତ ସୁନ୍ଦର ହେଇଥାଏ, ବେକ ଝୋଟ, ସେମାନେ ଧର୍ମପରାୟଣତା ହେଇଥାନ୍ତି, କଥାରେ ତାଙ୍କର ସଂଯୋଗ ସଂୟମ ରହିଥାଏ, ଧାର୍ମିକ ପ୍ରବୃତ୍ତିର ହେଇଥାନ୍ତି, ସେମାନେ ଶୀଘ୍ର ଭାବୁକ ହେଇଯାଆନ୍ତି। ଏମାନେ ନିଜର ଜୀବନସାଥୀ ସହ ସନ୍ତୁଷ୍ଟ ହେଇକରି ରହନ୍ତି, କାହାକୁ ଧୋକା ଦେବା ତାଙ୍କୁ ପସନ୍ଦ ନାହିଁ। କିଛି କିଛି ପୁରୁଷ ଅଳ୍ପ ପରିମାଣରେ ଅହଂକାରୀ ମଧ୍ୟ ଥାଆନ୍ତି। ଏମାନେ ଭଲ ବସ୍ତ୍ର, ସ୍ୱଚ୍ଛ ବସ୍ତ୍ର ପିନ୍ଧିବାକୁ ପସନ୍ଦ କରନ୍ତି, ତା ସହିତ ଭଲ ସାତ୍ଵିକ ଭୋଜନ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। ଏମାନଙ୍କ ଶରୀରରୁ ସବୁବେଳେ ସୁଗନ୍ଧ କି ବାସ୍ନା ମଧ୍ୟ ଆସିଥାଏ। ଏହିପରି ରହିଛି ଶଶକ ଶ୍ରେଣୀର ପୁରୁଷମାନେ। ଦ୍ୱିତୀୟ, ମୃଗ। ମୃଗ ଜାତିର ପୁରୁଷମାନେ ଠିକ୍ ମୃଗ ଭଳି ବା ହରିଣ ଭଳି ଚଞ୍ଚଳ ହୋଇଥାନ୍ତି। ତାଙ୍କର ସୁନ୍ଦର ଆଖି ଥାଏ, ଲମ୍ବା କିନ୍ତୁ ବେକ ଟିକେ ଲମ୍ବା ଥାଏ, ସୁନ୍ଦର ମନଲୋଭା ଶରୀର ଏବଂ ଆକର୍ଷକ ସେମାନେ ହେଇଥାନ୍ତି। ସମସ୍ତଙ୍କୁ ନିଜ ଆଡ଼କୁ ସେମାନେ ଆକର୍ଷଣ କରିଥାନ୍ତି। ଏମାନଙ୍କୁ ଭଲ ଭୋଜନ ପସନ୍ଦ ହେଇଥାଏ, ସେମାନେ ଭଲ ପିନ୍ଧିବେ, ସୁନ୍ଦର ବସ୍ତ୍ର ପିନ୍ଧିବେ, ସୁନ୍ଦର ସୁଗନ୍ଧିତ ଜିନିଷ ଲଗେଇବା ମଧ୍ୟ ତାଙ୍କର ସୌକିନ ଥାଏ। ଏମାନେ ଧୋକା ଦେବା କି ଧୋକା ଖାଇବା ପସନ୍ଦ କରନ୍ତି ନାହିଁ। ଏମାନଙ୍କର ଭାବନା ଅଧିକ ପ୍ରେମରେ ରତ ଥାଏ, ସେମାନେ କାମ କ୍ରୀଡ଼ା କରିବାକୁ ବେଶୀ ପସନ୍ଦ କରିଥାନ୍ତି। ତୃତୀୟ, ବୃଷଭ। ଏହି ଜାତିର ପୁରୁଷମାନେ ମୃଗଠାରୁ ବଡ଼ ଥାଆନ୍ତି। ଏମାନଙ୍କର ଓସାର କାନ୍ଧ ହୋଇଥାଏ, ସେମାନେ ଅଧିକ ଚଞ୍ଚଳ ହୋଇଥାନ୍ତି, ଗଭୀର ରହିବା ସେମାନେ ପସନ୍ଦ କରିଥାନ୍ତି। ସମାଜରେ ଥିବା ସ୍ତ୍ରୀ ଏବଂ ଝିଅମାନଙ୍କ ସହିତ ସେମାନେ ବେଶୀ ମିଳାମିଶା କରିଥାନ୍ତି। ସେହି ସମୟରେ ସେମାନେ ଶାରୀରିକ ସମ୍ପର୍କ ରଖିବା ସମୟରେ କୌଣସି ପାପ ପୁଣ୍ୟ କିଛି ଦେଖନ୍ତି ନାହିଁ। ତା ବ୍ୟତୀତ ସେମାନେ ଅଧିକ ଭୋଜନ କରିବାକୁ ପସନ୍ଦ କରିଥାନ୍ତି, ଗଭୀର ନିଦରେ ସର୍ବଦା ରହିଥାନ୍ତି, କିନ୍ତୁ ଗଭୀର ନିଦରେ ଥିବାବେଳେ ବି ସେମାନେ ଜଲ୍ଦି ଉଠିଯାଆନ୍ତି। ସମାଜରେ ମିଳାମିଶା ସାଙ୍ଗସାଥୀ କରିବାକୁ ସେମାନେ ପସନ୍ଦ କରିଥାନ୍ତି। ଚତୁର୍ଥ, ଅଶ୍ଵ ଜାତିର ପୁରୁଷ। ଅଶ୍ଵ ଜାତିର ପୁରୁଷ ଘୋଡ଼ା ଭଳି ସେମାନେ ହୋଇଥାନ୍ତି। ଏମାନଙ୍କର ଶରୀର ଲମ୍ବା ହୋଇଥାଏ, କଠୋର ହୋଇଥାଏ, କିନ୍ତୁ ବାଣୀ କର୍କଶ ରହିଥାଏ। ସେମାନେ ନିର୍ଦ୍ଦୟ ହୋଇଥାନ୍ତି, ଦୟାଭାବ ତାଙ୍କର ନଥାଏ। ତା ବ୍ୟତୀତ ତାଙ୍କର ସ୍ୱଭାବ କଠୋର ରହିଥାଏ। ସେମାନେ ଠିକ୍ ତାଙ୍କର ସ୍ୱଭାବ ଠିକ୍ ପୁରା ଘୋଡ଼ା ଭଳି ହୋଇଥାଏ, ଚାଲି ତାଙ୍କର ଘୋଡ଼ା ଭଳି ହୋଇଥାଏ। ସେମାନେ ତରତର ହୋଇ ଚାଲିଥାନ୍ତି, ଚାଲିଲା ସମୟରେ ତାଙ୍କର ପାଦର ଷ୍ଟେପ୍ ଯାହା ବି ତାହା ମଧ୍ୟ ବଡ଼ ବଡ଼ ପାଦ ପଡ଼ିଥାଏ। ନିଜର ଇଚ୍ଛା ବିରୁଦ୍ଧରେ ସେମାନେ କିଛି କରନ୍ତି ନାହିଁ। ନିଜ କାମ ହେଇଗଲେ ସେମାନେ ସର୍ବଦା ପଲଟି ମାରିଯାଆନ୍ତି, ନିଜ କଥାରୁ ମଧ୍ୟ ସେମାନେ ଓହରି ଯାଆନ୍ତି। ନିଜର ସ୍ତ୍ରୀ ବା ପ୍ରେମିକାକୁ ପାଇଁ ତାଙ୍କର ମନରେ ସେତିକି ସ୍ନେହ ଭାବ ମଧ୍ୟ ନଥାଏ, କିନ୍ତୁ ସେମାନେ ଅତ୍ୟନ୍ତ କାମୁକ ଏବଂ ଦୁରାଧାରୀ ହେଇଥାନ୍ତି। ଶରୀରରୁ ତାଙ୍କର ଦୁର୍ଗନ୍ଧ ସର୍ବଦା ଆସୁଥାଏ। ପଞ୍ଚମ, ସିଂହ ଜାତିର ପୁରୁଷ। ଶଶକ ପରେ ସବୁଠାରୁ ସର୍ବଶ୍ରେଷ୍ଠ ପୁରୁଷ ହେଉଛି ସିଂହ ପୁରୁଷ। ଯେମିତି କାମ ସେମିତି ତାଙ୍କର ନାମ, ଯେମିତି ନାମ ସେମିତି ତାଙ୍କର ସ୍ୱଭାବ। ଶରୀର ତାଙ୍କର ଉଞ୍ଚା ଥାଏ, ଲମ୍ବା ଥାଏ, ତା ବ୍ୟତୀତ ତାଙ୍କର କାନ୍ଧ ମଧ୍ୟ ଲମ୍ବା ରହିଥାଏ, ପତଳା କମର ରହିଥାଏ, ଚଉଡ଼ା ଛାତି ସିଂହ ଜାତିର ପୁରୁଷମାନଙ୍କ ଠାରେ ଦେଖାଯାଇଥାଏ। ସେମାନେ ଗଭୀର ରହିବାକୁ ପସନ୍ଦ କରିଥାନ୍ତି, ତା ବ୍ୟତୀତ ତାଙ୍କର ସୁନ୍ଦର ଆଖି ମଧ୍ୟ ଦେଖାଯାଇଥାଏ। ସେମାନେ ପରାକ୍ରମୀ, ନ୍ୟାୟପ୍ରିୟ ରହିଥାନ୍ତି, ଅତ୍ୟନ୍ତ ସାହସୀ ମଧ୍ୟ ଥାଆନ୍ତି ସିଂହ ପୁରୁଷମାନେ। ଏମାନଙ୍କର ଅହଂକାର ମଧ୍ୟ ବହୁତ ରହିଥାଏ, ତ ତା ବ୍ୟତୀତ ସେମାନେ ଏକୁଟିଆ ରହିବା ପସନ୍ଦ କରିଥାନ୍ତି। ନାରୀଙ୍କ ପ୍ରତି ତାଙ୍କର ଏତେ ବି ରୁଚି ନଥାଏ। ନିଜର ବିରୋଧ ସେମାନେ ସହ୍ୟ କରିପାରନ୍ତି ନାହିଁ, ନିଜର ଇଚ୍ଛା ବିରୁଦ୍ଧରେ ମଧ୍ୟ ସେମାନେ କିଛି କରନ୍ତି ନାହିଁ। ତେଣୁ ପ୍ରେମ ଏବଂ ରତିଭାବରୁ ସେମାନେ ଦୂରରେ ରହିଥାନ୍ତି। 6 ହେଉଛି ମାର୍ଜର। ମାର୍ଜରର ଅର୍ଥ ହେଉଛି ଜଙ୍ଗଲୀ ବିଲେଇ। ଜଙ୍ଗଲୀ ବିଲେଇ ନାମ ଯେମିତି କାମ ମଧ୍ୟ ତାଙ୍କର ସେମିତି। ଏମାନେ ମହାହିଂସକ ହୋଇଥାନ୍ତି, ରକ୍ତବର୍ଣ୍ଣ ପ୍ରଭୃତି ତାଙ୍କର ରହିଥାଏ, ବଡ଼ ବଡ଼ ଆଖି ରହିଥାଏ, ବିଲେଇ ଭଳି ସେମାନେ ଚଞ୍ଚଳ ଫୁର୍ତ୍ତି ମଧ୍ୟ ରହିଥାନ୍ତି। ମାରିବା, କାଟିବା, କାହାକୁ
ମାରିଦେବା କାଟିଦେବା ଏଇପରି ତାଙ୍କର ହିଂସ୍ରଙ୍କ ଆକ୍ରମଣ ସେମାନେ କରିଥାନ୍ତି। କାମ କରିବାରେ ଅନ୍ୟ କୌଣସି କାମ କରିବାରେ ତାଙ୍କର ଇଚ୍ଛା ନଥାଏ, କିନ୍ତୁ ହିଂସକ ପୂର୍ବକ କାମକୁ ନେଇ ସେମାନେ ବହୁତ ଇଚ୍ଛୁକ ଥାଆନ୍ତି। ତାଙ୍କର ଶରୀର ବହୁତ ମଜବୁତ ଥାଏ। ସେମାନେ ବହୁତ ଚାଲାକ ସହିତ ଖତରନାକ ମଧ୍ୟ ହୋଇଥାନ୍ତି। ତାଙ୍କର କାନ୍ଧ ମଧ୍ୟମ ଧରଣର ହୋଇଥାଏ। ଏହିପରି ରହିଛି ଆମ ଶାସ୍ତ୍ର ଅନୁସାରେ 6 ଜାତିର ପୁରୁଷ। ଆପଣମାନେ ଏବେ କମେଣ୍ଟ ମାଧ୍ୟମରେ କୁହନ୍ତୁ ଆପଣ କେଉଁ ଶ୍ରେଣୀର ପୁରୁଷ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।